ହ୍ୟାଲୋ ଫ୍ରେଣ୍ଡସ୍, ମୋର ସମସ୍ତ ପାଠିକା ପାଠକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆଜି ମୁଁ ଏକ କାହାଣୀ ଆପଣମାନଙ୍କ ପାଖରେ ଉପସ୍ଥାପନା କରୁଛି। କିପରି ମାମୁଁ ଓ ମୋର ବୋଉ ଘିଆ ଘିଅ କରୁଥିଲେ ତାହା ମୁଁ ଆପଣମାନଙ୍କୁ ଆଜି ଜଣେଇବି। ଆପଣମାନଙ୍କୁ କାହାଣୀ ନିଶ୍ଚୟ ଭଲ ଲାଗିବ। ମୋ ନାଁ ରବି, ଘର କୋଣାର୍କରେ। ମୁଁ ଆମ ଘରେ ଗୋଟେ ବୋଲି ପୁଅ। ମୋ ବାପା ଜଣେ ପଲିଟିସିଆନ୍, ବୋଉ ମଧ୍ୟ ଜଣେ ଛୋଟ ପଲିଟିସିଆନ୍। ମୋ ମାମୁଁ ମଧ୍ୟ ଜଣେ କଣ୍ଟ୍ରାକ୍ଟର। ମାମୁଁଙ୍କ ଘର ଆମ ଘରଠାରୁ ପ୍ରାୟ 16 କିଲୋମିଟର ହେବ। ମାମୁଁ ମଧ୍ୟ ଜଣେ ପଲିଟିକାଲ ସହିତ ଜାତୀୟ ବ୍ୟକ୍ତି। ଆମର ଧନ ସମ୍ପତ୍ତିରେ ଅଭାବ ବୋଲି କିଛି ନଥାଏ। ପ୍ରତ୍ୟେକ ଦିନ ମାମୁଁ ଏବଂ ବାପା ମିଶି ରାଜନୀତି ସହିତ କଣ୍ଟ୍ରାକ୍ଟି କାମ କରନ୍ତି ଏବଂ ରାତିରେ ପ୍ରଚୁର ମାଲ ମଧ୍ୟ ପିଅନ୍ତି। ତାପରେ ମାମୁଁ ଏବଂ ବାପା ଆସି ଆମ ଘରକୁ ରାତିରେ ଫେରନ୍ତି। ରାତିରେ ଖାଇ ପିଇ ଦୁହେଁ ଏବଂ ରାତିରେ ମାମୁଁ ଆମ ଘରେ ଶୋଇପଡ଼ନ୍ତି। ମାମୁଁ ତାଙ୍କ ଘରେ ଦୁଇ ଭାଇ। ଇଏ ହେଉଛନ୍ତି ସାନ ପୁଅ। ବଡ଼ ମାମୁଁ ଭୁବନେଶ୍ୱରରେ ବିଲ୍ଡର ବିଜନେସ୍ କରନ୍ତି। ସାନ ମାମୁଁଙ୍କର ସ୍ତ୍ରୀ ମାନେ ମୋର ସାନ ମାଇଁ କେବେଠାରୁ ଏକ୍ସପାୟାର କରି ଯାଇଛନ୍ତି। ତେଣୁ ସାନ ମାମୁଁ ପ୍ରାୟ ବେଳେ ବେଳେ ଆମ ଘରେ ରୁହନ୍ତି। ମୁଁ ଦିନ ବେଳା କଲେଜ ଯାଇ ରାତି ବେଳା ଟ୍ୟୁସନ ଯାଇ ଘରେ ଫେରିଲା ବେଳକୁ 9ଟା ହୋଇଯାଏ। ଖାଇ ପିଇ ଶୋଇଲା ବେଳକୁ ରାତି 12ଟା ଖଣ୍ଡେ ହୋଇଯାଏ। ଏମିତି ଦିନକର ଘଟଣା। ମୁଁ ସେଦିନ ରାତିରେ ଟିକେ ଟାୟାର୍ଡ ହୋଇଯାଇଥିବାରୁ ଶୀଘ୍ର ରାତି 10ଟାରେ ଶୋଇଯାଇଥିଲି। ରାତି 2ଟା ବାଜିଲା। ମୋତେ ପରିସ୍ରା ଲାଗିଲା। ମୁଁ ଗାଧୁଆ ଘରକୁ ଯାଇ ଦେଖେ ତ ବୋଉ ଲୁଚି ଲୁଚି ସାନ ମାମୁଁ ଶୋଇଲା ଘରକୁ ଯାଉଛି। ଏତେ ରାତିରେ ବୋଉ ଏକୁଟିଆ ଲୁଚି କରି ସାନ ମାମୁଁ ରୁମରେ କ'ଣ କରୁଛି? ମୋର ଟିକେ ସନ୍ଦେହ ହେଲା। ମୁଁ ଗାଧୁଆ ଘରକୁ ନ ଯାଇ ସାନ ମାମୁଁ ଶୋଇଲା ଘର ମାମୁଁ ଯୋଉଠି ଶୋଇଥିଲେ ସେ ଘର ଆଡ଼କୁ ମୁଁ ଗଲି। ଝରକା ବାଟେ କାନ ଡେରିଲି। ମୁଁ ଯାହା ଶୁଣିଲି ମୋତେ ବଡ଼ ବିସ୍ମୟ ଲାଗିଲା। ସାନ ମାମୁଁ ବୋଉକୁ କହୁଛନ୍ତି, ନାନୀ ତୁ ଆସିଲୁ, ଭାଇନା ଦେଖି ନାହାନ୍ତି ତ? ବୋଉ କହିଲା, ନା, ଭାଇନା ତୋର ନିଦରେ ଶୋଇଯାଇଛନ୍ତି ପ୍ରଚୁର ମଦ ପିଇ କରି। ସାନ ମାମୁଁ କହିଲେ, ମୁଁ ତାଙ୍କୁ ଟିକେ ଅଧିକା ପିଏଇ ଦେଇଛି। ବୋଉ କହିଲା, ଭଲ କଥା, ଆଉ ଡେରି କାହିଁକି, ଚାଲ ଆମ କାମ ଆରମ୍ଭ କରିଦେବା। ମୁଁ ଏସବୁ କଥା ଶୁଣି ମୋର ହୃତ୍ପିଣ୍ଡ ମୋର ହୃତସ୍ପନ୍ଦନ ବଢିବାକୁ ଲାଗିଲା। ବୋଉ ଶେଷକୁ ମାମୁଁ ସାଙ୍ଗେ ଏୟା କରୁଛି। ମୁଁ ଧୀରେ ଧୀରେ ଝରକା କବାଟ ଉପରକୁ ଉଠି ସ୍କାଇଲାଇଟ୍ ଫାଙ୍କରେ ନଜର କଲି। ସାନ ମାମୁଁ ବୋଉକୁ ଗୋଟେ ଚୁମା ଦେଲା। ବୋଉ ମଧ୍ୟ ସାନ ମାମୁଁକୁ ଗୋଟେ ଚୁମା ଦେଲେ। ବୋଉ ତା ଦେହରେ ଖାଲି ଲୁଗାଟେ ପିନ୍ଧିଥିଲା। ଇଏ କିମ୍ବା ବ୍ଲାଉଜ ଦେହରେ କିଛି ବି ନଥିଲା। କାନରେ ଗହଣା ମଧ୍ୟ ନଥିଲା। ପୁରା ଲଙ୍ଗଳା। ମୋ ବୋଉ ଦେଖିବାକୁ ଟିକେ କାଳି, କିନ୍ତୁ ଗଠନ ବହୁତ ସୁନ୍ଦର। ମୋଟି ଡଉଲ ଡାଉଲ ଚେହେରା। ଦୁଧ 36 ଖଣ୍ଡେ ହେବ। ଅଣ୍ଟା ସାଇଜ 34। ଆଉ ମସ୍ତ ବଡ଼ ବଡ଼ ବୋଇତ କଖାରୁ ଭଳିଆ ଗାଣ୍ଡି। ବୟସ 44 ଖଣ୍ଡେ ହେବ। ସାନ ମାମୁଁର ବୟସ 36 ଖଣ୍ଡେ ହେବ। ଦୁହେଁ ପରସ୍ପରକୁ ଚୁମା ଦିଆଦୁଇ ହେଲେ। ସାନ ମାମୁଁ ବୋଉର ଦୁଧକୁ ଗୋଟେ ପାଟିରେ ପୂରେଇ ଶୋଷି ଦେଇ କହିଲେ, ନାନୀ ଚାଲ ଖଟ ଉପରକୁ। ବୋଉ ହଁ କଲା ଏବଂ ଖଟ ଉପରେ ଶୋଇପଡ଼ିଲା। ମାମୁଁ ବୋଉର ଲୁଗାଟାକୁ କାଢ଼ିକି ଫୋପାଡ଼ି ଦେଲେ। ଲାଇଟ୍ ଜଳୁଥିଲା। ବୋଉ କହିଲା, ଡୋର ବନ୍ଦ କରିଦେ। ମାମୁଁ ଡୋର ବନ୍ଦ କରିଦେଇ ନିଜର ଲଙ୍ଗିକୁ ଖୋଲିଲେ। ବୋଉ ମାମୁଁଙ୍କର ବାଣ୍ଡକୁ ଦେଖି କହିଲା, ବୁଝିଲୁ, ତୋର ଯନ୍ତ୍ରଟା ବହୁତ ଲମ୍ବା ଆଉ ହୃଷ୍ଟପୁଷ୍ଟ ହୋଇଛି। ମାମୁଁ କହିଲେ, କାହିଁ, ଭେଣେ ଭାଇନାଙ୍କର କ'ଣ ମୋଠୁ ଛୋଟ? ବୋଉ କହିଲା, ହଁ, ସେ ମୋଟେ ସନ୍ତୁଷ୍ଟ କରିପାରୁନାହାନ୍ତି। ତୁ ମୋ ଭାଇ ବୋଲି ମୋ ଦୁଃଖ ଟିକେ ବୁଝୁଛୁ। ମାମୁଁ କହିଲେ, ତୁ ବ୍ୟସ୍ତ ହନା, ତତେ ମୁଁ ଖୁସି କରିଦେବି, କେହି ଜାଣିବେନି। ଏହା କହି ବୋଉ ଉପରକୁ ମାମୁଁ ଚଢ଼ିଲେ। ବୋଉ ଗାଲ ଦୁଇଟାକୁ ଚୁମା ଦେଇ କାମୁଡ଼ି ପକେଇଲେ। ବୋଉ ମୁହଁ ଖାଲି ବୁଲାଉଥାଏ। ମାମୁଁ ବୋଉର ଦୁଧ ଦୁଇଟାକୁ ଚୁମା ଦେଇ ପାଟିରେ କାମୁଡ଼ି ଚୋଷିବାକୁ ଲାଗିଲେ। ବୋଉ ଖାଲି ସଁ ସଁ ହେବାକୁ ଲାଗିଲା। ମାମୁଁ କହିଲେ, ନାନୀ ତୁ କି ମାଲ ହୋଇଛୁ। ଏପଟେ ମୁଁ ବି ଏସବୁ ଦେଖି ମନେ ମନେ ଭାବିଲି, ଶଳା ମୋ ବୋଉ କି ମାଲ ହୋଇଛି। ଘରେ ଗାଈ ରଖିବା କ'ଣ ଦରକାର? ତୋର ବଡ଼ ବଡ଼ ଦୁଧ ଅଛି, କେତେ ଯେ କ୍ଷୀର ବୋହିବ। ଏହା କହି ବୋଉର ଦୁଧର ଭଣ୍ଡିକୁ ରଗଡ଼ିବାକୁ ଲାଗିଲେ। ବୋଉ ହଠାତ୍ ଗରମ ହୋଇ ମାମୁଁକୁ ଚୁମା ଦେଲା।
ଖାଲି ସଁ ସଁ ହୋଇକି ମତେ ଗରମ କାହିଁକି କରୁଛୁ? ମାମୁଁ ବୋଉର ଗାଣ୍ଡିକୁ ଟେକି କାମୁଡ଼ିବାକୁ ଲାଗିଲେ। ବୋଉର କି ମସ୍ତ ଓସାରିଆ ଗାଣ୍ଡି ହୋଇଛି। ତାପରେ ବୋଉର ବିଆକୁ ମୋହ ଲଗେଇ ମାମୁଁ ଚାଟିବାକୁ ଲାଗିଲେ। ବୋଉ କହିଲା, ମତେ ଆଉ ଗରମ କରନା, ମୋର କଣ ହୋଇଯାଉଛି। ମାମୁଁକୁ ବୋଉ ନଖରେ ରାମ୍ପୁଡ଼ିଲା ଭଳିଆ କରି ମାମୁଁଙ୍କର ବାଣ୍ଡକୁ ବୋଉର ବିଆରେ ବୋଉ ଗୋଳେଇବାକୁ କହିଲା। ତାପରେ ମାମୁଁ ବୋଉର କଥା ଶୁଣି ସଙ୍ଗେ ସଙ୍ଗେ ତାଙ୍କର ବାଣ୍ଡକୁ ନେଇ ବୋଉର ବିଆ ଭିତରେ ଭର୍ତ୍ତି କରିଦେଲେ ଏବଂ ବୋଉର ପିଠିକୁ ଜାବୁଡ଼ି ଧରି ଭସ୍ ଭସ୍ କରି ମା ବୋଉକୁ ଗେହିବାକୁ ଲାଗିଲେ। ମଝିରେ ମଝିରେ ବୋଉର ଦୁଧକୁ କାମୁଡ଼ି ଦେଉଥାନ୍ତି ଏବଂ ଗାଲକୁ ମଧ୍ୟ କାମୁଡ଼ୁଥାନ୍ତି। ଓଠକୁ ଚୁଚୁମି ମଜା ନେଉଥାନ୍ତି। ବୋଉ ଖାଲି ମୁହଁକୁ ଏପଟ ସେପଟ କରୁଥାଏ। ବୋଉ ମାମୁଁକୁ କହୁଥାଏ, ଆହୁରି ଜୋରରେ ମାର, ମୋର ପାଣି ବାହାର କରିଦେ। ମାମୁଁ କହିଲେ, ନାନୀ, ତୋ ବିଆରେ ମୁଁ ଜୋରରେ ମାଡୁଛି, ପ୍ରାୟ 20 ମିନିଟ ହେବ ଚାଲିଲା। ମାମୁଁ କହିଲେ, ନାନୀ, ମୋର ବୀର୍ଯ୍ୟ ବାହାରିଲା ବେଳକୁ ମୁଁ ତତେ କହିବି। ତାପରେ ପୁଣି କିଛି ସମୟ ଗେହିବା ପରେ ମାମୁଁଙ୍କର ବୀର୍ଯ୍ୟ ବାହାରିବାର ବେଳ ହେଲା। କୋଉଠି ଛାଡ଼ିବି? ବୋଉ କହିଲା, ବିଆ ଭିତରକୁ ଛାଡ଼ିଦେ, ବହୁତ ଶାନ୍ତି ଲାଗିବ। ବୋଉ ପାଟିରୁ ଏକଥା ଶୁଣି ମାମୁଁ ମଧ୍ୟ ସେଇଆ କଲେ। ମାମୁଁଙ୍କର ପ୍ରଚୁର ଗରମ ଗରମ ଧଳା ଧଳା ବୀର୍ଯ୍ୟ ଗୁଡ଼ିକ ବୋଉର ବିଆ ଭିତରକୁ ମାମୁଁ ଛାଡ଼ିଲେ। ବାଣ୍ଡକୁ ପୁରା ଭିତରକୁ ଦାବିକି ସବୁ ବୀର୍ଯ୍ୟକୁ ବୋଉର ବିଆ ଭିତରେ ମାମୁଁ ଛାଡ଼ିଲେ। ବୋଉ ଶାନ୍ତ ହୋଇ ମାମୁଁକୁ ଗୋଟେ ଚୁମା ଦେଲା। ଆଉ ମାମୁଁ ବୋଉକୁ ପୁଣି କୁଣ୍ଢେଇ ଧରି ତା ଗାଲକୁ କାମୁଡ଼ିକି ଚୁମା ଦେଇକି ଉଠିକି ଆସିଲେ। ବୋଉ ସିଧା ଯାଇ ତାପରେ ଗାଧୁଆ ଘରକୁ ଗଲା। ଧୁଆ ଧୋଇ ହୋଇ ବାପାଙ୍କ ପାଖକୁ ଚାଲିଗଲା। ତାପରେ ମୁଁ ଜାଣିବାକୁ ପାଇଲି। ତାପରେ ମୁଁ ମନେ ମନେ ଭାବିଲି, ଶଳା, ମୋ ବୋଉ କେତେ ବଡ଼ ବେଧେ, ନିଜ ଭାଇଠାରୁ ଗିହା ଖାଉଛି। କଣ କରିବା? ନାରୀର ଭୋକ ଆଗରେ ଭାଇ କଣ, ବାପା କଣ, ମଉସା କଣ, ଭୋକ ଆଗରେ କେହି ବି ନୁହଁ। ଦର୍ଶକ ବନ୍ଧୁ, ଏହି କାହାଣୀଟି ଏଇଠି ସମାପ୍ତ ହେଉଛି। କାହାଣୀଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଦୟାକରି ଆପଣମାନେ କାହାଣୀଟିକୁ ଜମାରୁ ଦେହକୁ ନେବେ ନାହିଁ। ଏହା କେବଳ ଆପଣମାନଙ୍କର ମନୋରଞ୍ଜନ ପାଇଁ ଆମେ ତିଆରି କରିଛୁ। ଦୟାକରି ଜମାରୁ ଦେହକୁ ନେବେ ନାହିଁ। ଆଉ ହଁ, ଯଦି ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୋଇନାହାନ୍ତି, ତାହେଲେ ଏହି ଭିଡ଼ିଓର କମେଣ୍ଟ ସେକ୍ସନରେ ପିନ୍ କରାଯାଇଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଆପଣ ଡାଇରେକ୍ଟଲି ଯାଇ ଆମ ଟେଲିଗ୍ରାମ ଚ୍ୟାନେଲରେ ପହଞ୍ଚିଯିବେ। ଆଉ ଯେଉଁମାନେ ଜାଣିନାହାନ୍ତି ଟେଲିଗ୍ରାମ କଣ, ଟେଲିଗ୍ରାମ ହ୍ୱାଟ୍ସଆପ୍ ଭଳି ବହୁତ ଗୋଟେ ସେଫ୍ ଆପ୍। ଯେମିତି ହ୍ୱାଟ୍ସଆପରେ ଆପଣ ମେସେଜ କରିପାରୁଛନ୍ତି, ଗ୍ରୁପରେ ରହିପାରୁଛନ୍ତି, ଟେଲିଗ୍ରାମରେ ବି ସେସବୁ କିଛି କରିହେବ। କିନ୍ତୁ ହ୍ୱାଟ୍ସଆପରେ ଆପଣଙ୍କ ମୋବାଇଲ ନମ୍ବର ଶୋ କରିବ, ଟେଲିଗ୍ରାମରେ ତାହା ଆପଣ ହାଇଡ୍ କରିପାରିବେ, ଯୋଉଟାକି ଆପଣଙ୍କର ପ୍ରାଇଭେସି ରହିଲା। ଆପଣ ରହିଲେ ଆଉ ଏନ୍ଜୟ କଲେ। କେବଳ ଆପଣ ଯାଇ ଆମ ଟେଲିଗ୍ରାମରେ ଜଏନ୍ କରନ୍ତୁ। ଆଉ ହଁ, ଆପଣମାନଙ୍କୁ ଏହି କାହାଣୀ କେମିତି ଲାଗିଲା କମେଣ୍ଟ ସେକ୍ସନରେ ଆପଣଙ୍କ ମତାମତ ନିହାତି ଜଣାନ୍ତୁ। ଆଉ ଏଇଭଳି ନୂଆ ନୂଆ କଷ ଓ ରୋମାଞ୍ଚକର କାହାଣୀ ଶୁଣିବା ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇଥାନ୍ତୁ।